ଦେଖନ୍ତୁ ଏ ସରକାର ଲୋକଙ୍କର ସରକାର ଲୋକ ହିଁ ତାଙ୍କର ମେଣ୍ଡେଜ ଦେଇଛନ୍ତି। ଲୋକଙ୍କର ସୁବିଧା ଦୃଷ୍ଟିରୁ ସରକାର ଅନୁଭବ କରୁଛନ୍ତି ଯେ କେଉଁଠି ଭଲ ଅଛି କେଉଁଠି ମନ୍ଦ ଅଛି କ'ଣ କଲେ ଠିକ୍ ହେବ। ଏ ଗୋଟିଏ ପ୍ରକ୍ରିୟା। ଦ୍ୱିତୀୟ ପ୍ରକ୍ରିୟା ହେଉଛି ବିଭିନ୍ନ ସମୟରେ ବିଭିନ୍ନ ଆମେଣ୍ଡମେଣ୍ଟ ହୋଇଥାଏ। ଅଧିକ କ୍ଷମତା ବି କାହାକୁ ଦିଆଯାଇଥାଏ। ଆମେ ବିଗତ ଦିନରେ ଦେଖିଛୁ ଯେ ଯେତେବେଳେ କରୋନା ହେଇଥିଲା ସେହି ସମୟରେ କଲେକ୍ଟର ଆଖ୍ୟା ବି ପାଇଥିଲେ ସରପଞ୍ଚ ମାନେ, କିନ୍ତୁ ସେମାନେ କଲେକ୍ଟର ହେଲେ କି? ସବୁ ପ୍ରକାର ବ୍ୟବସ୍ଥା ଦିଆଯାଇଥିଲା। ସବୁ ପ୍ରକାର ବ୍ୟବସ୍ଥା ଦେଲା ଭିତରେ ବି ସେମାନେ ଆଜି ଯେଉଁ ସରକାର ଥିଲା ସେ ସରକାର ଏମିତି ତାଙ୍କୁ ଅବସ୍ଥା କଲେ ନା ଗ୍ରାମସଭା ନା ପଲ୍ଲୀ ସଭା କୌଣସି ସଭା ହେଇପାରିଲା ନା କ୍ଷମତା ନା କୌଣସି ବ୍ୟବସ୍ଥା ହେଇପାରିଲା। ସେ ପ୍ରକାର ବ୍ୟବସ୍ଥାରେ ଆମେ ବିଗତ ସରକାର ପଞ୍ଚାୟତର ବ୍ୟବସ୍ଥାକୁ ଆମେ ଦେଖିଛୁ। ସେ ଦୃଷ୍ଟିରୁ ଆଜିର ସରକାର ଆଜିକାର ପରିସ୍ଥିତି ଭିତରେ ଯେ ଲୋକଙ୍କ ହିତ ଦୃଷ୍ଟିରୁ ଆମ ଓଡ଼ିଶାର ଆଗାମୀ ଦିନରେ ପ୍ରୋଗ୍ରେସ୍ କିପରି ଅଧିକରୁ ଅଧିକ ହୋଇପାରିବ ସେ ଦୃଷ୍ଟିରୁ ନିର୍ଣ୍ଣୟ କରିଛନ୍ତି। ନିର୍ଣ୍ଣୟ କରିଥିବା ବିଷୟ ନିଶ୍ଚିତ ଭାବରେ କାହାରି ପ୍ରତି କୁଠାରଘାତ ହେବ ନାହିଁ। କାହାରି ପ୍ରତି କୁଠାରଘାତ ହେବ ନାହିଁ। ଗୋଟେ ପ୍ରତିନିଧି ଲୋକଙ୍କ ପାଇଁ ନିର୍ବାଚିତ ହୋଇଥାଏ, ଗୋଟେ ପ୍ରତିନିଧି ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ। ଲୋକ ଏବଂ ଅଞ୍ଚଳର ଯେତେବେଳେ କାମ ନ ହେବ ଉନ୍ନତି ନ ହେବ ସେହି ସମୟରେ ସ୍ୱର ଉଠେ। ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି କହୁଛନ୍ତି ଯେ ଡବଲ ଇଞ୍ଜିନ ସରକାରର ବିଶ୍ୱାସ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି କହୁଛନ୍ତି ଓଡ଼ିଶାର ଅଗ୍ରଗତି 2036 ମସିହା 2047 ମସିହା ଆଗାମୀ ଦିନରେ ଭାରତ ଏବଂ ଓଡ଼ିଶା ବହୁତ ଆଗରେ ରହିବ। ଏ ପ୍ରକାର ନିର୍ଣ୍ଣୟ ନେଇ ଡବଲ ଇଞ୍ଜିନ ସରକାର କାମ କରୁଛି। ସେ ଦୃଷ୍ଟିରୁ ଆଗାମୀ ଦିନେ ଆମର ଓଡ଼ିଶାର ବିଭିନ୍ନ ସେକ୍ଟରରେ ଉନ୍ନତି ହେବ, ସମସ୍ତ ସେକ୍ଟରରେ ଉନ୍ନତି ହେବ। ସରିଗଲାଣି ଦେଖିବାକୁ ଗଲେ ମହାମହିମ ରାଜ୍ୟପାଳ ସମୀକ୍ଷା କରିଛନ୍ତି, ବିଭାଗରେ ସମୀକ୍ଷା ଗତକାଲି ଆପଣଙ୍କ ବିଭାଗର ସମୀକ୍ଷା ହେଇଥିଲା। କ'ଣ ପରାମର୍ଶ ଦେଇଛନ୍ତି ମହାମହିମ ରାଜ୍ୟପାଳ? ଦେଖନ୍ତୁ, ଗଣତନ୍ତ୍ର ରାଷ୍ଟ୍ରର ସବୁଠାରୁ ବଡ଼ କଥା ହେଲା ଯେ ଲୋକଙ୍କର ସେବା କରିବା, ଦେଶର ସେବା କରିବା। ସେ କ୍ଷେତ୍ରରେ ଆଜି କେନ୍ଦ୍ର ରାଜ୍ୟର ଯେଉଁ ସମନ୍ୱୟ ଅଛି, ଯେଉଁ ସିଷ୍ଟମରେ ପ୍ରଶାସନ ଶାସନ ଚାଲିଛି, ସେ ଦୃଷ୍ଟିରୁ ମହାମହିମ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ନିଯୁକ୍ତି କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତବର୍ଷର ଯେଉଁ ଲୋକାଭିମୁଖୀ କାମ ଚାଲିଛି ଏବଂ ଯେଉଁ ଯୋଜନା ପ୍ରସ୍ତୁତ ହେଉଛି ସେ ଯୋଜନା ଦୀର୍ଘସ୍ଥାୟୀ ଯୋଜନା ଅଟେ, ସୁଦୂର ପ୍ରସାରୀ ଯୋଜନା ଅଟେ। ସେ ଦୃଷ୍ଟିରୁ ବିଗତ ଦିନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ସେ ବିଭିନ୍ନ ରାଜ୍ୟରେ କାମ କରିଛନ୍ତି। କେନ୍ଦ୍ର ସରକାରରେ ସେ ସାଂସଦରେ କାମ କରିଛନ୍ତି। ତାଙ୍କର ଅନୁଭବ ଅଛି ଏବଂ ଯେଉଁ ଦାୟିତ୍ୱ ବର୍ତ୍ତମାନ ଓଡ଼ିଶାର ମହାମହିମ ରାଜ୍ୟପାଳ ହିସାବରେ ଦାୟିତ୍ୱ ନେଇଛନ୍ତି, ସେ ଦୃଷ୍ଟିରୁ ଆମ ବିଭାଗର କାଲି ତାଙ୍କ ବାସଭବନରେ ଏକ ଆଲୋଚନା ଚକ୍ର ହୋଇଥିଲା। ଆମ ବିଷୟ ନେଇ ସମୀକ୍ଷା ହୋଇଥିଲା। ଆମ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ସେ ଆଲୋଚନା କରିଛନ୍ତି। ଆଲୋଚନାର ରୂପରେଖ ସେ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ କହିଛନ୍ତି।
ମୁଁ ସେ ବିଷୟକୁ ଯିବା ପାଇଁ ଚାହିଁବି ନାହିଁ। କିନ୍ତୁ ସବୁଠାରୁ ବଡ଼ କଥା ତାଙ୍କର ଦୂରଦୃଷ୍ଟି ସମ୍ପନ୍ନରେ ଏବଂ ଯେଉଁ ପଞ୍ଚାୟତରାଜ ଆଇନ ବ୍ୟବସ୍ଥା ଭିତରେ ଆମେ ଓଡ଼ିଶାର ପଞ୍ଚାୟତକୁ ଆହୁରି ଉନ୍ନତ କରିବା ପାଇଁ ସେ ଗୋଟିଏ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେ ପ୍ରସ୍ତାବକୁ ଆମେ ସାଦର ଗ୍ରହଣ କରିଛୁ ଏବଂ ଏ ବ୍ୟବସ୍ଥା ବି ଆମ ସମ୍ବିଧାନର ପଞ୍ଚାୟତରାଜ ବ୍ୟବସ୍ଥା ଭିତରେ ଅବସ୍ଥାପିତ ଅଛି। ଆମେ ପଞ୍ଚାୟତ ପୁନର୍ଗଠନ କରିପାରିବା, ବ୍ଲକ ପୁନର୍ଗଠନ କରିବା, ପୁନର୍ଗଠନ କଲେ ପ୍ରଶାସନ ଲୋକଙ୍କ ପାଖକୁ ପହଞ୍ଚିବ, ଲୋକ ଯୋଜନା ଜାଣିପାରିବେ। ଯେତେବେଳେ ଲୋକ ଯୋଜନା ଜାଣିପାରିବେ ସେତେବେଳେ ଲୋକଙ୍କର ସମସ୍ୟା ଦୂର ହୋଇପାରିବ ଏବଂ ସରକାର କିଛି କରୁଛନ୍ତି ବୋଲିକା ସେ ବି ହୃଦବୋଧ କରିପାରିବ। ସେ ଦୃଷ୍ଟି ନେଇ ବିଭିନ୍ନ ରାଜ୍ୟରେ ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ବି ଅଛି। ଏ ପ୍ରକାର ଇତିହାସ ଆମେ ବି ଜାଣିଛୁ। ଯେତେବେଳେ ଇତିହାସ ବିଭିନ୍ନ ରାଜାମାନେ ଥିଲେ ସେହି ସମୟରେ ପଡ଼ା ଗାଁର ମାନ୍ୟତା ସମସ୍ତେ ଜାଣିଛନ୍ତି। ସେହି ହିସାବରେ ବିଭିନ୍ନ ରାଜ୍ୟରେ ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ଅଛି। ଆମେ ଗୋଟିଏ ଗାଁ ଗୋଟିଏ ପଞ୍ଚାୟତର ନିର୍ଣ୍ଣୟ ମୁଁ କହିପାରିବିନି, କିନ୍ତୁ ଆମେ ଆଗାମୀ ଦିନରେ ପଞ୍ଚାୟତ ବ୍ୟବସ୍ଥା ଭିତରେ ଏ ବର୍ଷ ଆମେ ପଞ୍ଚାୟତର ପୁନର୍ଗଠନ ନିର୍ଣ୍ଣୟ ନେଇଛୁ ଏବଂ ପଞ୍ଚାୟତ ପୁନର୍ଗଠନ ନିର୍ଣ୍ଣୟରେ ଆମେ ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ବ୍ଲକ ପଞ୍ଚାୟତର ଉନ୍ନତି ଦୃଷ୍ଟିରୁ ବିଚାରକୁ ନେଇ ପଞ୍ଚାୟତ ପୁନର୍ଗଠନ ହେବ ଏବଂ ଯେଉଁ ସଜେସନ୍ ଦେଇଛି ସେ ସଜେସନ୍ ଦେଇଛନ୍ତି ସେ ସଜେସନ୍ ଆମେ ସାଦର ସହିତ ଗ୍ରହଣ କାଲି କରିଛୁ ଏବଂ ସେ ବିଷୟରେ ମୋ ବିଭାଗ ବି ଆମେ ଆଲୋଚନା କରିଥିଲୁ। ତାକୁ ଆମେ ଲୋକଲୋଚନକୁ ଆଣିନଥିଲୁ। କାଲି ଆଲୋଚନା ଭିତରେ ଆମକୁ ବି ଗୋଟେ ସୌଭାଗ୍ୟ ମିଳିଲା। ଏ ସଜେସନ୍କୁ ଆମେ ଆପଣାର କରିବୁ। ଆମ 2027 ଆଗରୁ ପଞ୍ଚାୟତ ପୁନର୍ଗଠନ ହେବ ଏବଂ 2029 ଆଗରୁ ବ୍ଲକ ପୁନର୍ଗଠନ ହେବ। କାରଣ ବ୍ଲକ ପୁନର୍ଗଠନ ସମୟ ଅବଧି ପହଞ୍ଚିଛି ଏବଂ ପଞ୍ଚାୟତ ପୁନର୍ଗଠନର ବି ସମୟ ଅବଧି ପହଞ୍ଚିଛି। ତ ସେ ଦୃଷ୍ଟିରୁ ଏ ବିଭାଗ ଲୋକଙ୍କ ହିତ ଦୃଷ୍ଟିରୁ ପଞ୍ଚାୟତରେ ରହୁଥିବା ଲୋକମାନଙ୍କର, ଗରିବମାନଙ୍କର, ଚାଷୀମାନଙ୍କର ଉନ୍ନତି ଦୃଷ୍ଟିରୁ ତାଙ୍କର ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ନିଶ୍ଚିତ ଭାବରେ ଆଗାମୀ ଦିନରେ ସେ ସୁବିଧା ଓଡ଼ିଶାର ଜନସାଧାରଣ ହିଁ ପାଇବେ ଏ ଅନୁଭବ କରୁଛୁ। ନିଶ୍ଚିତ ଭାବରେ ପଞ୍ଚାୟତ ପୁନର୍ଗଠନ ହେବ ପଞ୍ଚାୟତ ନିର୍ବାଚନ ପୂର୍ବରୁ। 2027 ଯେଉଁ ନିର୍ବାଚନ ହେବ, ନିର୍ବାଚନ ଆଗରୁ ଆମେ ପଞ୍ଚାୟତ ପୁନର୍ଗଠନ 2026ରେ କରିବୁ। ଏ ପ୍ରକାର ନିଷ୍ପତ୍ତି ଏ ସରକାର ନେଇଛନ୍ତି। ସେ ଦୃଷ୍ଟିରୁ ଡବଲ ଇଞ୍ଜିନ୍ ସରକାରର ନିଷ୍ପତ୍ତିକୁ ଜନସାଧାରଣ ଅପେକ୍ଷା କରିବା ପାଇଁ ମୁଁ ଅନୁରୋଧ କରୁଛି। ଆଉ ଗୋଟେ କଥା, ବ୍ଲକ ପୁନର୍ଗଠନ କଥା କହିଛନ୍ତି। ବ୍ଲକ ପୁନର୍ଗଠନ 2029 ନିର୍ବାଚନ ଆଗରୁ ଯେଉଁ ସାଧାରଣ ନିର୍ବାଚନ ହେବ, ସାଧାରଣ ନିର୍ବାଚନ ସମୟରୁ ଆଗରୁ ଆମେ ବ୍ଲକ ପୁନର୍ଗଠନ ବି ନିର୍ଣ୍ଣୟ ଆଜିର ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ଯେଉଁ ସରକାର ଗଠିତ ହୋଇଛି ଏ ସରକାର ନିର୍ଣ୍ଣୟ ନେବ। ଏ ପ୍ରକାର ବ୍ୟବସ୍ଥା ଭିତରେ ଆମେ ଅଛୁ। ଦେଖନ୍ତୁ, ଏଥିପାଇଁ ବିଭିନ୍ନ ପରିଚୟକୁ ଆଖି ଆଗରେ ରଖି କାମ କରିବାକୁ ପଡ଼ିବ। ସେଥିପାଇଁ ଗୋଟେ କମିଟି କରିବାକୁ ପଡ଼ିବ, ଯେଉଁ କମିଟି କି ଆଗାମୀ ଦିନରେ ପ୍ରତି ଦୃଷ୍ଟି ଦେବ ଏବଂ ବିଗତ ଦିନରେ ଯେଉଁ ସମସ୍ୟା ଅଛି ସେ ସମସ୍ୟାକୁ ବି ମୋ ପାଖକୁ କିଛି ହସ୍ତଗତ ହେଇଛି। ଯେ ବ୍ଲକ ପୁନର୍ଗଠନ ବି ହସ୍ତଗତ ହେଇଛି, ପଞ୍ଚାୟତ ପୁନର୍ଗଠନ ବି ହସ୍ତଗତ ହେଇଛି। ଆଜି ଆହୁରି ଅଧିକ ଜାଣିବା ପାଇଁ ଆପଣଙ୍କର ମାଧ୍ୟମକୁ ସେମାନେ ବି ଅପେକ୍ଷା କରିଥିବେ। ନିଶ୍ଚିତ ଭାବରେ ଆପଣ ଜଣାଇବେ ବୋଲି ମୁଁ ବି ଆଶା କରୁଛି। ଦେଖନ୍ତୁ, ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ଉନ୍ନତି ପାଇଁ ଆଜି ଡବଲ ଇଞ୍ଜିନ୍ ସରକାର ସମର୍ପିତ।
आमे जेतेबेले सरकार रे नथिलु सेही समय ओडिशार उन्नति पई ओडिशार नेतृत्व नौथबा दिवांगत जो माने अछंती नेतृत्व माने से धर्मेंद्र प्रधान कहतु विभिन्न सांसदकर कथा कहतु जुएल ओरामकर कथा कहतु जे आमे दी जन मंत्री पाइथिलु एवं इठी जो आईएम ठारू आरंभ करी आइजर आईएम एम्स बड़ बड़ इंस्टीट्यूशन आम आनिबार सौभाग्य पाइथिलु रेलवे क्षेत्र अधिक अर्थ आनिबार सौभाग्य पाइथिलु पोर्ट क्षेत्र में अधिक मर्यादा आम पाइथिलु सब क्षेत्र में मर्यादा पाइथिलु जेतेबेले आम निर्वाचन इस्ताहार किछि प्रतिश्रुति देइथिलु से प्रतिश्रुति भितरे आमे ओडिशार 75,000 किलोमीटर रास्ता तैयारी करिवु 500 ब्रिज करिवु 500 ब्रिज मो विभाग रे करिवु 500 ब्रिज आरडी विभाग करिवु सेतु बंधन योजना रे करिवु आ सेतु बंधन योजना निर्णय नेछि जे रिमोट एरिया को जो अपहंच अंचल अछि जो माने गरीब अच्छा से माने दीर्घ समय धरी लड़ाई करुँच से अंचल कनेक्ट हेब ए प्रकार निर्णय काली आम 32 सेतु बंधन योजना रे आम ब्रिज करुछु ये सेतु बंधन योजना जो ब्रिज हेब दी प्रकार आम निर्णय नहीं जो आयकट मिलिबो जे चाषी मानक पई आयकट मिलिबो जो खरस्रोता नथिबो चाषी मानक पई जमी को आयकट नथिले भी आमे से जगह रे ब्रिज कम वेयर करिवो कारण दिन को दिन जलस्तर कमी कमी जाउछि ग्राउंड वाटर कमी कमी जाउछि ग्राउंड वाटर रहिबो से दृष्टि विभाग तार निर्णय नहीं एवं ब्रिज कम वेयर करिवो ब्रिज संगे गोटे आड़ीबंध हम जो आड़ीबंध माध्यम पानी रहिबो एवं तार विगत दिन भी आसंत दिन भी सिल्टिंग हम ताको भी केमिति सफा करी पुणी पानी रहिबो ए प्रकार भी निर्णय नहीं आमे 32 ब्रिज करिछु सेतु बंधन योजना रे आमे ए भितरे 500 ब्रिज आम पर्याय क्रम आम निर्णय काम करूँ।